ଚତୁର କୁଆର କାହାଣୀ। ଆସନ୍ତୁ ଜାଣିବା। ବୈଶାଖ ମାସ ଖରାଦିନ। ନଈ ପୋଖରୀ ଶୁଖିଯାଇଥାଏ। ଥରେ ଗୋଟିଏ କୁଆକୁ ଭାରି ଶୋଷ ହେଲା। ଚାରିଆଡ଼େ ବୁଲି ବୁଲି ସେ କେଉଁଠି ବି ପାଣି ଠୋପାଏ ପାଇଲା ନାହିଁ। ଥକା ହୋଇ ଆମ୍ବଗଛ ଡାଳରେ ବସିଲା। କିଛି ଦୂରରେ ଗୋଟିଏ ମାଠିଆ ଦେଖିଲା। ମାଠିଆ ପାଖକୁ ଉଡ଼ିଯାଇ ଦେଖିଲା ସେଥିରେ ଅଳ୍ପ ପାଣି ଅଛି। ତା ଥଣ୍ଟ ପାଣି ପାଖକୁ ପାଇଲା ନାହିଁ। ସେ କହିଲା, ଏବେ କ'ଣ କରିବ? କିପରି ସେ ପାଣି ପିଇବ? ସେଥିପାଇଁ ସେ ଗୋଟିଏ ଉପାୟ ପାଞ୍ଚିଲା। ସେ ଦେଖିଲା ପାଖରେ କିଛି ଗୋଡ଼ି ପଡ଼ି ରହିଛି। ଛୋଟ ଛୋଟ ଗୋଡ଼ି ଗୋଟାଇ ଆଣି ମାଠିଆରେ ପକାଇଲା। ତେଣୁ ପାଣି ଧୀରେ ଧୀରେ ଉପରକୁ ଉଠିଲା। କୁଆ ଥଣ୍ଟ ବୁଡ଼ାଇ ପାଣି ପିଇଲା। ଆନନ୍ଦରେ ପାଣି ପିଇ ଉଡ଼ିଗଲା। ଏଥିରୁ ଆମେ ଶିଖିଲେ ଯେ ବୁଦ୍ଧି ବଳରେ ସବୁ ଅସମ୍ଭବ କାମ ସମ୍ଭବ ହୋଇପାରିଥାଏ।